ନୟାଗଡ଼ ଶରଣକୁଳୁ ଥାନାର ଆଇଆଇସି ବାବୁଙ୍କ ରାସନୀଳା ଏବେ ପଦାରେ ପଡ଼ି ହାଟରେ ଗଡ଼ ଗଡ଼ ହେଉଥିବା ବେଳେ ଚର୍ଚ୍ଚାକୁ ଆସିଛି ବାବୁଙ୍କର ଭଡ଼ା ନେଇଥିବା ଘର। ବାବୁଙ୍କର ନୟାଗଡ଼ ଏବଂ ଶରଣକୁଳୁ ଥାନାରେ ଦୁଇଟି କ୍ୱାର୍ଟର ଥିବା ବେଳେ କିନ୍ତୁ ବାବୁ ନେଇଥିଲେ ଏକ ସୁନସାନ ରାସ୍ତାରେ ବା ସୁନସାନ ଜାଗାରେ ଏକ ଘର। ଏଇ ଆମେ ଅଛୁ ସେଇ ଘର ପାଖରେ ଯେଉଁ ଘର ଦେଖିବେ ବାବୁ ଏଇ ଘରକୁ ଭଡ଼ା ଆକାର ନେଇ ଏଇଠି ବାବୁଙ୍କର ସାଜିଥିଲା ରଙ୍ଗଶାଳା। ବାବୁ ଏଇଠିକି ଯୁବତୀଙ୍କୁ ନେଇ ଆସି ବହୁତ ରାତି କାଟିଥିବା ନେଇକି ଅଭିଯୋଗ ଆସୁଥିବା ବେଳେ ଜଣେ ଯୁବତୀ ଏବେ 2-3 ଦିନ ତଳେ ହେବ ନୟାଗଡ଼ ଏସ୍ପିଙ୍କୁ ଦେଖା କରି ତାଙ୍କର ଅଭିଯୋଗ ଦେବା ପରେ ବାବୁଙ୍କର ଏଇ ଯେଉଁ ରଙ୍ଗଶାଳାର କାରନାମା ପଦାକୁ ଆସିଛି। ବାବୁଙ୍କର ଦେଖିବା ତ ଇଏ ଯେଉଁ ଘର ଚିକିଚିକିଆ ଘର ଏକୁଟିଆ କୌଣସି ସ୍ଥାନରେ ଆଉ ଘର ନାହିଁ। ଚାରିଆଡ଼େ ଦେଖିବେ ବିଲ ମଝିରେ ବାବୁଙ୍କର ଏଇ ଘର ଭିତରେ ବାବୁ ରଙ୍ଗଶାଳା ସଜେଇ ସେଇ ଯୁବତୀଙ୍କୁ ଆଣି ରାତି ଏହି ଜାଗାରେ କାଟିଥିଲେ। ଏବେ ବାବୁଙ୍କ ଘରେ ତାଲା ଝୁଲୁଛି କାହିଁକି ନା ବିଶେଷ ସୂତ୍ରରୁ ଖବର ମିଳିଛି ଯେ ବାବୁ ଏଇ ଭିତରୁ କିଛି ଜିନିଷ ଥାନାକୁ କିଛି ଜିନିଷ ନେଇଯାଇଥିଲା ଆଉ କିଛି ଜିନିଷ ରହିଯାଇଛି ବାବୁଙ୍କର। ଏଇ ଜାଗାରେ ଏବେ ସାଇଣ୍ଟିଫିକ ଟିମ୍ ଆସି ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି କାହିଁକି ନା ବାବୁଙ୍କ ନାଁରେ ଲାଗିଛି ନାରୀ ନିର୍ଯାତନା ଦଫା। କାହିଁକି ନା ବାବୁଙ୍କର ସଉକ ଥିଲା ନାରୀଙ୍କ ସାଙ୍ଗରେ କିଛି ରଙ୍ଗ ମଞ୍ଚ ବା ରଙ୍ଗ ରାସନୀଳା କରିବା। ସେଥିପାଇଁ ବାବୁ ଏଇ ଘରଟି କ୍ୱାର୍ଟର ଛାଡ଼ି ଏଇ ଘରଟିକୁ ନେଇ ଏଠାରେ ରଙ୍ଗଶାଳା ବନେଇଥିଲେ। କିନ୍ତୁ ବାବୁଙ୍କର ଦେଖିବା କେତେ ଦୂର ସାପେକ୍ଷେ ଏଇ ଯେଉଁ ଘରକୁ ନେଇକି ତଦନ୍ତ ଆରମ୍ଭ ହୋଇଛି କେତେ ଦୂର ସତ କେତେ ଦୂର ମିଛା। ପୀଡ଼ିତା ଜଣକ ଅଭିଯୋଗ କରିଥିବା ଘର ଏଇ ଘରକୁ କେତେ ଦୂର ଭାବେ ପୋଲିସ ନେଉଛି ଗ୍ରହଣ କରୁଛି ଏବଂ ତଦନ୍ତ ପରଭୁକ୍ତ କରିଥିବା ଏଇ ଘରକୁ କେତେ ଦୂର ନେଇ ପୋଲିସ ବାବୁଙ୍କର କ'ଣ ତଦନ୍ତ ହେଉଛି ତାକୁ ନେଇ ଅପେକ୍ଷା କରିଛି। ନୟାଗଡ଼ରୁ ମାନସ କୁମାର ସାହୁ, ରିପୋର୍ଟର୍ସ ଟୁଡେ।